ରଶ୍ମିତା ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଦେଖିବା ଆମର ଦୋଳ ଯାତ୍ରା କେମିତି ପାଳନ କରାହେଉଛି। ପଞ୍ଚଦୋଳ ଦେଖିବେ, ବହୁତ ସୁନ୍ଦର ଆମର ପଞ୍ଚଦୋଳ ଯାତ୍ରା। ଆସନ୍ତୁ ଦେଖିବା। ଆମର ଏଠି ଠାକୁର ଆସି ସବୁ ଆମର ଦୋଳ ବିଧିରେ ସବୁ ବସିଯାଇଛନ୍ତି। ଆମେ ସବୁ ଯାତ୍ରା ବୁଲିବାକୁ ଯାଇଥିଲୁ। ସେଠି ଆମେ ସବୁ ଠାକୁରଙ୍କୁ ଭୋଗ ପକାଇଲୁ। ଆଉ ବହୁତ ସୁନ୍ଦର ଯାତ୍ରା ଆମ ଗାଁର ପଞ୍ଚଦୋଳ ମେଳନ। ଆଉ ସବୁ ଠାକୁରଙ୍କୁ ଭୋଗ ପକାଇ ଯାତ୍ରା ବୁଲିଲୁ। ସବୁ ଠାକୁର ମନ୍ଦିର ଭୋଗ ଲଗାଇ ଆମେ ଯାତ୍ରା ବୁଲାବୁଲି କରିସାରିଲୁ। ଦେଖନ୍ତୁ କେତେ ସୁନ୍ଦର ଦୃଶ୍ୟ। ବହୁତ ଭଲ ଲାଗେ। ଠାକୁର ଏମିତି ବର୍ଷକୁ ଥରେ ଆସି ସମସ୍ତେ ଏମିତି ମେଳନ ହୁଅନ୍ତି, ବହୁତ ଖୁସି ଲାଗେ। ଆଉ ଇଏ ହେଉଛି ଆମ ସାହିର ଠାକୁର। ବହୁତ ସୁନ୍ଦର ଡେକୋରେସନ୍ ଅଛନ୍ତି। ସମସ୍ତେ ଏଠି ସେଲ୍ଫି ନେଉଛନ୍ତି। ବହୁତ ସୁନ୍ଦର ସଜା ହେଇଛନ୍ତି। କେତେ ସୁନ୍ଦର କାରୁକାର୍ଯ୍ୟ ହେଇଛି। ଦେଖନ୍ତୁ ସବୁ ଠାକୁରଙ୍କୁ ମୁଁ ବୁଲେଇକି ଦେଖାଇ ଦେଉଛି କେତେ ସୁନ୍ଦର ଭାବରେ ସମସ୍ତେ ସଜା ହେଇଛନ୍ତି। ବହୁତ ଲୋକ ଆସି ଏଠି ଭୋଗ ପକାଉଛନ୍ତି। ଖୁସି ଲାଗେ ଗାଁର ଗୋଟେ ଯାତ୍ରା। ଆଉ ଏଠି ମେଳନ ଆମର ହେଉଛି। ପ୍ରଥମେ ଧବଳେଶ୍ୱର ପ୍ରଭୁ ସମସ୍ତଙ୍କୁ ମେଳନ କରୁଛନ୍ତି, ସମସ୍ତଙ୍କୁ ବିଦାୟ ଦେଉଛନ୍ତି। ପୁଣି କହୁଛନ୍ତି ଆମେ ଆର ବର୍ଷ ପୁଣି ଦେଖା ହେବା। ସୁନ୍ଦର ଯାତ୍ରା ବୁଲିକି ଆମେ ପଳେଇ ଆସିଲୁ। ରହୁଛି ଜୟ ଜଗନ୍ନାଥ।